हाय हेलो फ्रेंड्स आपण मैंने भलर थे आम बहुत भलर अच्छु जय जगन्नाथ आमर आउ गोटे ब्लॉग को आपण मान स्वागत कर चैनल टी आमर भल लगुव कि आमर कौन त्रुटि रोक निश्चिंत भाव में आपण मैंने जनइबे आमको कौन भूलटा रोचे निश्चिंत भाव जनइबे। एवं चलते ब्लॉग टी स्टार्ट करिया। एवं टाइम हो गला आसिक 6:20 आज है सी कौन डाकिला सका आज कौन डाकिला कौन है जेरक्स मुझे कौट आनी तू माड़ खाइबू सका सका सत कथा आज शुक्रवार टारे माड़ खाइबू कहला जेरक्स सका तो से लाइन लगाना आउ सका अधिक मामूली देख देख शोक से कौन हो छोट कुकुर मैंने हाँ दी आ गोटे आमर इफाक कौन कर देखिया तो एबे उठिले एफाक कौन चलती सब ये गोटे कौन मसला चलती ए गोटे कौन पियाज रसुण पतर ये कौन लो हाँ उपमा एफाक मटर तरकारी ये गोटे कौन तरकारी अच्छी चा कार अच्छी लो ये तो पूरा पानी हो गला तुम आपण मैंने तो जानी थे भाई टमाटो केजी ये के टमाटो केजी के 60 पेमेंट दौरान दिन को 8 घंटा को 400 टमाटो केजी 60 आलू केजी 60 आ कौन फुलकोबी गोटे आनब छोट फुलकोबीटे सी है 70 पियाज 50 टका केजी अदा 300 टका ये कमुनी ये पेमेंट देला बेलू 400 दौन टाटा बढ़ौना से माने परिवार हाई रेट पूरा बीएमसी केजी छुई पार 160 कौन कहनी ये आम गवर्नमेंट टे माने जहाँ भी टे कम तुम तो जहाँ ये इनकम कल तार सब ये खिया जाइए आमर पियाज कथा चलती भात है बोले आ कौन हम हाँ पानी गोटे आगुरी 20 थिला एबे हो गलानी 30। अरे भाई कौन दिन को दिन 10 टका लेखा बढ़े चलछ सी कौन पाई डाकिला फेरे बाबा 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 मु जानी कि तो बाबा बोली माँ मत एत खाया कर दौची ओ तार मत दौची तते दौ नहीं मो पसंद दौची हाँ तोते आणिक मु जेरक्स दौनी हाँ हो असरपा गोटे चढ़ई ना तू गोटे मनीष कथा कहला कदली गोटा 10 टका छोटिया कदलीटे सी भी गोटा 10 टका कौन कह केमी चल मनीष माने हिसाब बाहर ये किंतु सैलरी डेली 400 टका टाटा बढ़ुना तोर के लो तो 450 हाँ माने हिसाब कर दो माने 2 जन 850 इनकम करूँ आरे रूम भड़ा परिया पत्र किणे आई सब पलैब आम कौन करूँ कौन कौन कहलु गोटे बा कौन तो ठारू मोर कम ओ आमर कम आ कौन है से पाग से चिल्लौची गने गोटे हाथ पकेमी जणे जणे जल्दी जल्दी बाथरूम जा मोर सरिला बेला को जेमिति बाथरूम फांका दिबो मु आज वेट करनी हां ठीक आगे जाओ तो पछे जाओ तो जल्दी जाओ देखो तू आपण मानकर घुगुनी रेडी खाली बिरी बराटा हेतिने ना ओ हो टिके लंका गुंड पियाज पकईकिनी
ଦାବି ଦବ ମାନେ କୁଆଡେ ଉଡିଯିବ ଆଉ। ଆଜି ମସଲା ବଟା ହେଇନି ଛେଚା ମସଲା। ବାଟି ନୁ କାହିଁକି? ଅଳ୍ପ ଟିକେ ଟିକେ ମସଲା ବଡ଼ ଜାଗାରେ ବାଟି ହଉନି କିନ୍ତୁ। ମୁଁ ଶୁଣି ପାରିବିନି ଆଉ ତୋ କଥା। ପୂର୍ବରୁ କିଛି କାମ କରିନଥିଲେ ଯେମିତି ମା ଚିଲେଇଲା ଆସିକି ଝାଡୁ ମାରୁଛନ୍ତି। ଡରିଗଲ ମା ଚିଲାକୁ? ହଁ ପା। ମା ଚିଲେଇଲା ସେଟା ଆସିକି ଝାଡୁ ମାରୁଛ ବା? ଆଉ କଣ? ଟିକେ ହେଲ୍ପ କରିଦେଲି ଆଉ। ଓହୋ, ତମ ପାଇଁ ଟିକେ ଉପମା କରିବା ହଉଛି ସେଇଥିପାଇଁ। ବାବା ତତେ ହେଲ୍ପ କରୁଛନ୍ତି। ଦେଖାନ୍ତ ମୁଁ ଟିକେ ଭୂତ ଭୂତ ହେଇଯାଇଛି। ମାରିନି ପଳାଏ। ଦେଖ ଫ୍ରେଣ୍ଡସ୍, ସବୁ ରେଡି? ଉପମା ଗୁଡା ହେଇଗଲା, ଖିଆ ହବ। ଆସ କିଏ ଖାଇବ ବିଶ୍ୱାଳ ଘର ଉପମା। କଡ଼ରେ ବି ଅଛି ଆହୁରି ମେଞ୍ଚେ। କଡେଇରେ ବି ଅଛି। ଆସ ଆସ ସମସ୍ତଙ୍କୁ ହେଇଯିବ। ଆମ ବିଶ୍ୱାଳ ଘର ଉପମା। ଆସିବେ ନା ସବୁ ଖାଇବାକୁ? ସେ ହଳଦୀ ଗୁଡା ପଡିଯିବ ଏଇନା ସେ ପିଠାରେ। ରୁହ ଯା ତମେ। ନା ଜମା ନାଚ ପଡୁଛି ଜେରକ୍ସ। ତାର ଜେରକ୍ସ। ସକାଳୁ ସକାଳୁ ଟିକେ ଉପମା ମାଡ଼ କରିଦବା ଆଉ। ମୁଁ ଯାଏ ଜେରକ୍ସ ତାର ଦେଖେ କୋଉଠି ଦୋକାନ ଖୋଲା ଅଛି, ନେଇକି ଆସେ। ନେଇକି ଆସିବ। ଚୋରି କରିକି ନେଇକି ଆସିମି ର। ଚୋରି କରିକି ଆଣ ଯୋଉଠୁ ଆଣ। ସକାଳୁ ସକାଳୁ ମୁଁ ଯାଉଛି ତ ତାର ଜେରକ୍ସଟା ନେଇକି ଆସିବା ପାଇଁ। ଦୋକାନ ଖୋଲା ଅଛି କି ବନ୍ଦ ଅଛି ମୁଁ ଜାଣିନି, ଯାଇକି ଦେଖେ। ଟାଇମ୍ ହେଇଯାଉଛି ନା, ତା ଟାଇମ୍ ହେଇଯାଉଛି, ମୋ ଟାଇମ୍ ହେଇଯାଉଛି। ଯାଇ ଦେଖେ ଖୋଲା ଅଛି କି ନାହିଁ। ଯାହା ହଉ ତା ଟାଇମ୍ ଭଲ, ଜେରକ୍ସ ଦୋକାନଟା ଖୋଲା ଅଛି। କରିକି ଯିବା ଆଉ। ଯାହା ହଉ ଜେରକ୍ସଟା ମିଳିଗଲା। ଏଇ ଗୋଟେ ପିସ୍ କି 15 ଟଙ୍କା ନେଲା, ଏଇ ଗୋଟିଏ ପିସ୍। 1 ପିସ୍ 15 ରୁପିସ୍। ଯିବା ରୁମ୍କୁ ଦେଖିବା ସେ କ'ଣ କରୁଛନ୍ତି। ଏ ତ ଡ୍ୟୁଟି ଯାଇସାରିବନି। ମୁଁ ଏକଲା ଥିବି, ଝିଅ ଥିବ ଆଉ। ଆଜି ଭେଟ ହେଇପାରିବନି ଆଉ। ମୁଁ କହୁଥିଲି ନା ସେ ବାହାରିକି ପଳେଇଥିବ, ଯାଇନି। ଏଇ ରାସ୍ତାରେ ଯାଉଛି ଭେଟ ହେଇଗଲା। ହେଇବା ହେଇଯାଉଛି। କ'ଣ ହେଲା? ଆଁ 15 ଟଙ୍କା ଗୋଟେ କାଗଜର ରେଟ୍। ତାରି କତିରେ ନା? ହଁ ତାର ସବୁ ରେଟ୍। ହଁ ବାଏ। ଖାଇବାକୁ ଅଛି? ଉପମା ମଟର ତରକାରୀ ହେଇଛି ବା। କି ଅଫିସ୍ ହବ? ଓହୋ ହଉ ଆସିଗଲି। ଦେଖ ରେଡି ହେଇକି ଏନେ ଦେଖ ଠିକ୍ ଅଛି ନା? ଫେର କଟାକଟି ମୁଁ କରିପାରିବିନି ବା। ନା ମୁଁ କରିବି, ମୋ ଟାଇମ୍ ହେଲାଣି। ଆମେ ଏବେ ଖାଇବୁ। ବାବା ଖାଇଲେଣି ବସିକି। ଖାଉଛ? କେମିତି ଲାଗୁଛି? କେମିତି ଲାଗୁଛି? ଟେଷ୍ଟି ମଟର ତରକାରୀ ଉପମା। ମଟର ତରକାରୀ ଆଉ ଉପମା। ଆମେ ଚାଲିଲୁ ଟ୍ୟୁସନ। ମା ମତେ ଛାଡ଼ିବାକୁ ନବ। ଆଇଲ ମା ଜଲ୍ଦି, ଟାଇମ୍ ହେଇଗଲାଣି। ମୁଁ ପାଇଲି ଏବେ ମୁଁ କ'ଣ କରିବି? ହୁଁ। ଚାଲିଲୁ ଆମେ ଟ୍ୟୁସନ। ଆଜି ବହୁତ ଟାଇମ୍ ହେଇଗଲାଣି, 5:30 ପୁରା ହେଇଗଲାଣି। ହେଲେ ମୁଁ ଆଜି ଲେଟ୍ରେ ଆସିଲି। କମ୍ପାନୀରେ ପ୍ରୋଗ୍ରାମ୍ ହେଉଥିଲା, ସେଥିଲାଗି ମୁଁ ଲେଟ୍ରେ ଆସିଲି। କ'ଣ ହେଉଛି ଯେ ଖାଇବ ବୋଲି ସବୁବେଳେ ଖାଇବ ସିଏ। ସବୁବେଳେ କେଉଁଠୁ ଆସିବ ତାକୁ ଖାଇବାକୁ ଦେବୁ ଆମେ? ମା ଝିଅ ଆମେ ଚାଲିଲୁ ଟ୍ୟୁସନ୍ ଛାଡ଼ିକି ଆସିନି। ବହୁତ କାମ ଆଜି, ବହୁତ ଲେଟ୍ ହେଇଗଲାଣି ଆମର। ଆମେ ଯେ ଏଇପଟେ ପଳେଇବା ସର୍ଟକଟ୍ ରାସ୍ତାରେ। ଆମ ରୁମ୍କୁ ଆସିବାକୁ 1000 ଗଳି, ଗୋଟେ ଗଳି ନାହିଁ, 1000 ଗଳି। ଯେଉଁପଟେ ବାହାରିବୁ, ଯେଉଁପଟେ ପଶିବୁ ସେପଟେ ବାହାରିବୁ। 1000 ଗଳି, 1000 ରାସ୍ତାରେ ଆମେ ଚାଲିଛୁ।
ଯାଉଛୁ ଆମେ ଆଉ ଏଇଟା ଆମ ବିଲ୍ଡିଂ ଦେଖାଉଛି ସବୁଆଡ଼େ ଖାଲି କାମ ହେଉଛି ରାସ୍ତା ନାହିଁ କୋଉଠି ଆସିଗଲେ ଆମର ଏପଟେ କ'ଣ ଖାଲି ଟମାଟୋ ଆଣିଛ ଆଉ କିଛି ଆଣିନା ଆଉ ରୋଷେଇ କ'ଣ ହବ ହଉ ଝିଅକୁ ଜାଣି ଛାଡ଼ି ଦେଉଛି ମୁଁ ଯାଇପାରିବିନି ମୋ ଗୋଡ଼ ବିନ୍ଧୁଛି ନା ମୁଁ ଯାଇପାରିବିନି ମୋ ଗୋଡ଼ ଭାରି ବିନ୍ଧୁଛି ମୁଁ ଯାଇପାରିବିନି ଡ୍ୟୁଟିରୁ ମୁଁ ଫେରିଲି ଏବେ ଆମ ବିଲ୍ଡିଂ ତଳେ ଗୋଟେ ଭଲ ଜିନିଷ ତୁମକୁ ଦେଖେଇବି ସାଇଁ ଦେଖନ୍ତୁ ବହୁତ ଲୋକ ଏ ବିଷୟରେ ଦେଖିନଥିବେ ମୁଁ ଦେଖାଉଛି ତୁମକୁ ରୁହ ଏଇ ଦେଖନ୍ତୁ ଏଇଟା କ'ଣ କହିଲେ ଏଇଟା ଲାଇଭ୍ ଚାଲିଛି ବ୍ରହ୍ମ କମଳ ଫୁଲ ପତ୍ରରୁ ହୁଏ ଫୁଲ ବ୍ରହ୍ମ କମଳ ଫୁଲ ଏଇଟା ପତ୍ରରୁ ବାହାରିଛି ଦେଖ ଏଇଟା ହେଲା ପତ୍ର ଏଇଟା ହେଲା ଫୁଲ ଏ ଫୁଲଟା ରାତିରେ ଫୁଟିବ ଏଇଟା ଆଜି ରାତିକି ଫୁଟିବ ଆହୁରି ଗୋଟେ କଢ଼ ହେଇଛି କେଉଁଠି ହେଇ ଏଠି ଗୋଟେ କଢ଼ ହେଇଛି এই যে দেখুন এটা পত্রରୁ ହେଇଛି ଆଉ ଗୋଟେ କୋଉଠି ଆଉ ନା ସେଠି ଏଠି ଗୋଟେ ବି କଢ଼ ହେଇଛି ହେଇ ଦେଖନ୍ତୁ ପତ୍ରରେ ଦେଖିଲେ ବ୍ରହ୍ମ କମଳ ଫୁଲ ମୋ ଗୋଡ଼ ପ୍ରବଳ ବିନ୍ଧୁଛି ମୁଁ ଆଜି ରୋଷେଇ କରିପାରିବିନି ସେ ଫ୍ରିଜ୍ ଅଣ୍ଡାଳୁଛନ୍ତି ଫ୍ରିଜ୍ ଚଲେଇ ଦିଅନି ସକାଳ ଡାଲମା କରିଦେବ ମୁଁ ଏଇସା ଡାଲି ଆଳୁ ଭର୍ତ୍ତା କରିଦେବି ସିଏ ଆଜି ରୋଷେଇ କରିଛନ୍ତି କ'ଣ ରୋଷେଇ କରିବ ମୁଁ ମୁଗ ଭାଜୁଛି ମୁଗ ଭାଜିଲେ ଗାଁରୁ ମୁଗ ହେଇଥିଲା ତାକୁ ଭାଜିବେ ତାକୁ ଚୁରିବେ କୋଉଥିରେ ଚୁରିକି ଡାଲି ଆଉ ଇଲୋ ସେ କଳା କଳାରେ ତାକୁ ଖାଇ ହବ ନା କଳା କାହିଁ ପଡ଼ିବ ଧଳା ପକେଇଦେବି ଭଗବାନ କି ମଣିଷ ଇଏ ସେ ଖାଇ ହବନି ତାକୁ ଚୁରିବ ତାପରେ ଯାଇ କରିବ ହଉ ମୁଁ ଶିଖିଛି ହଁ ଶିଖିଛ ସେଇଥିପାଇଁ କହୁଛ ଡାଇରେକ୍ଟ କରିଦେମି ଏପଟେ ଚା ଆମ ସାମ୍ନା ବିଲ୍ଡିଂରେ ସାପ ବସିଛି ତାଙ୍କ ଘରେ ସେମାନେ କେମିତି ବାହାର କରୁଛନ୍ତି ସବୁ ଛିଡ଼ାଇକି ସେ ଭିତରକୁ ପଶି ଯାଇଛି ତାଙ୍କ ସିଢ଼ି ଘର ତଳେ ପଶି ଯାଇଛି ଆଉ ଏଟା ଯୋଉ ବଣ ଭଳିଆ ହେଇଛି ଆଉ ସାପ ପଶିବନି ଆଉ ଜଣେ ଆମର କରିବେ କ'ଣ ନା ମୁଗକୁ ଚୁରିବେ ଆମ ମୁଗ ଚୁରା ପ୍ରୋସେସ ଟିକେ ଦେଖ ସତରେ ଭାଇ ଯୋଉମାନେ ଗାଁରେ ନାଅ ପଦାରେ ଅଛ ଆମ ଭିଡ଼ିଓଟି ଦେଖୁଛ ନିଶ୍ଚିତ ଦେଖିକିନି ଟିକେ ମାନେ ଧ୍ୟାନ ଦିଅ ଯଦି ମୁଗ ଡାଲି ମୁଗ ଚୁରା ପ୍ରୋସେସ ଭାଇ ଯଦି ଯୋଉମାନେ ପଦାରେ ରହୁଛ ମୁଗ ଡାଲି ଖାଇବାକୁ ମନ ହେନେ ଗାଁରୁ ନେଇ ଆସିବ କି ସିଧା ଭାଜି ଦବ ଗିଲାସରେ ଚୁଇ ଦବ ତାପରେ ଡାଲି କରିବ ଆମର ମୁଗ ଚୁରା ପ୍ରୋସେସ ଜୋର ଜୋର କୁଟ ଏବା ହଉନି ହବ ତମେ ଅଧିକା ପୁରେଇ ଦେଇଛ ସେଥିପାଇଁ ହଉନି ତାଙ୍କ ସେପଟରୁ ସାପ ବାହାରି ପଡ଼ିଲା ସେ ବ୍ୟାଗରେ ପୁରେଇକି ଦେଲା ହେଇ ସ୍ନେକ୍ ହେଲ୍ପଲାଇନ୍ ଆସିଥିଲା ତାଙ୍କର ନେଇକି ପଳେଇବ ଶୁଣି ଏଠି ସାପ ଧରିବେ 1000-2000 ଟଙ୍କା ନେବେ ଆମ ଦି ଜଣଙ୍କର ସେ ମୁଗ କୁଟିବେ ମୁଁ ମୁଗ ପାଛୁଡ଼ିବି ଆମର ମୁଗ ଡାଲି ହବ ବୋଲି ଦେଖ କେତିକି ପରିଶ୍ରମ କରିବାକୁ ପଡୁଛି ଟିକେ ମୁଗ ଡାଲି ଖାଇବା ପାଇଁ ଇଏ ନୂଆ ଷ୍ଟାଇଲ ପ୍ରୋସେସ ଥାଳିରେ ପାଛୁଡ଼ିବା ଗୋଟା ମୁଗ ଗୁଡ଼ା ମତେ ଦେଇଦେ ଆଦରେ ଗୋଟା ମୁଗ ବି ବହୁତ ଅଛି ହେଲେ ଆକୁ
ହେଇଗଲା ମୁଗ। ସେଟା ଡାଲି ଖାଇଲା ବେଳେ ଦେଖିବା ଆଉ କେମିତି ହେଇଛି। ହେଇଗଲା। ଏବେ ଯିବି ଝିଅକୁ ଆଣିବା ପାଇଁ। ଆମର ମୁଗ ଭଜା ତ ରେଡ଼ି ହେଇଗଲା। ଡାଲିଟା ବସେଇ ଦେଇକି ଯିବି ଆଉ। ଦେଖନ୍ତୁ କେମିତି ମୁଗ ଭଜା ହେଇଛି ଆମର। ଭଲ ନାହିଁ ସେ ହେଲ୍ପ କରୁଛି। ପୁରା ମୁଗ ଭାଜିକିନି ଚୁରା ହେଇଗଲା। ତା ଇଏ ସବୁ ବାହାରି ପଡ଼ିଲା। ଏଇଟା ହେଉଛି ଆମ ଓଡ଼ିଶା ଷ୍ଟାଇଲ ଆଇଡ଼ିଆ। ହେଇଗଲା। ଯାଏ ଝିଅକୁ ନେଇକି ଆସେ। ଆସିଗନୁ ଟ୍ୟୁସନରୁ। ଥକା ଲାଗିଲା। ହେଇ ଆସିକି ବସି ପଡ଼ିଲାଣି। ଧ ବ୍ୟାଗ। ତାର ଗୋଡ଼ କୁଣ୍ଡେଇ ହେଉଛି କାହିଁକି ଜାଣେ। ଆମ ଘରେ ଖାଲି ଗୋଡ଼ ଖରାପ ହେଉଛି। ତାର ଗୋଡ଼ ଖରାପ, ଆର ଗୋଡ଼ ଖରାପ। ହଁ ସେ କ'ଣ ହେଉଛି କ'ଣ ହେଉଛି କ'ଣ ହେଉଛି। ଏଇ ଆଉ ଗୋଟେ ତାର କ'ଣ କରୁଛି ଏଠି ବସିକି। ଦେଖନ୍ତୁ ଆଜି ବିଗିଡ଼ା ଖାଇଛି ଆମର ଚୁଇଁ ନାନୀ। ବିଗିଡ଼ା ଖାଇକିନି ସେ କାନ୍ଦୁଛି ବସିକିନି। କ'ଣ ପାଇଁ ନା ଏ ଟେବୁଲଟା ହେଉଛି ପାଠ ପଢ଼ିବା ପାଇଁ। ସିଏ କରୁଛି ନା କ'ଣ ମୁଣ୍ଡରେ ଏମିତି ପଶଉଛି। କାଳେ କୋଳେ ଯଦି ଏଇ ଯେଉଁ ଏଇ ଜାଗାଟା ଯଦି ରହିଗଲା ଅଟକିଗଲା, ସେଇଥିପାଇଁ ତା ମା ତାକୁ ଆଜି ବିଗିଡ଼ା ଖାଇଦେଲା। ଯେମିତି ବିଗିଡ଼ିଛି ସେଇଠୁ କାନ୍ଦୁଛି ବସିକି। ହେଇ କେତେ ଜୋରେ କାନ୍ଦୁଛି। ହଉ ଛାଡ଼ ଆଉ କାନ୍ଦେ ନା। ତୁ କ'ଣ ପାଇଁ ତାକୁ ପାଟି କଲୁ? ସିଏ ତାର କ'ଣ ତୋର କ'ଣ ଅସୁବିଧା ହେଇଛି? ଦେখ ତୋ ପାଇଁ ସେ କେତେ ଚିନ୍ତା କରୁଛି। ତୁ ଗୋଟେ ପିଲା ବୁଝିପାରୁନୁ। ଟିଉସନ୍ ଆସିକି ଏଇଆ କରୁଛୁ। ହଉ ଛାଡ଼ ଯାହା ହେବା କଥା ହେଇଗଲା ଆଉ ଛାଡ଼ ଆଉ କାନ୍ଦେ ନା। ଏଇ ଦେଖ ରାଗିଲା ଯେମିତି ସେଇଠୁ 300 ବାହାରିଲା ତାର। ଦେଖ ଏଇ 300 ବାହାରିଲା। ମୁଁ ତୋର ଏଠି କ'ଣ କନି ତୁ ମୋ ପଛରେ ଲାଗିଲୁଣୁ। ଓହୋ ହଉ ଛାଡ଼ ଯାହା ହେବା କଥା ହେଇଗଲା। ଏବେ ଖିଆ ପିଆ କରିବା। ମୁଁ ଯାଉଛି ରୋଷେଇ କରିମି ହେଲା। ଦେଖନ୍ତୁ ଆମର ମୁଗ ଡାଲି, ଆଳୁ ଭର୍ତ୍ତା, ଆଳୁ ସହିତ ଟମାଟର ପଡ଼ିଛି। ଭାତ ବଢ଼ା ହେଲାଣି। ଆଜି ଖିଆ ହେଇଯିବ ଆଉ। ଆଜି କିଛି କରି ହେଲାନି ତରକାରୀ ଫରକାରୀ। ସକାଳକୁ ଡାଲମା ହେବ ଆଉ। ଆଇଡ଼ିଆ ହେଇଗଲା ଆମର। ଏବେ ଖିଆ ପିଆ କରିମୁ। ବାଢ଼ିଲେଣି। ଏଇ ଚୁଇଁ ନାନୀ ବସିକି ଖାଇଲାଣି। ଦେଖନ୍ତୁ ସବୁ ବସିକିନି ଆମର ଖିଆ ପିଆ ଚାଲିଲା। ଏବେ ଆମର ଷ୍ଟାର୍ଟ ଖାଇବା। ଆଜି ପାଇଁ ଏ ବ୍ଲଗ୍ଟି ଏତିକି ଶେଷ କରୁଛୁ। ଖାଇବା ପିଇବାରୁ ଶେଷ କରୁଛୁ। ଆଉ ଆମ ଭିଡ଼ିଓଟି ଯଦି ଭଲ ଲାଗେ ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ସେୟାର କରିବେ, କମେଣ୍ଟ ବି କରିବେ। ଆଉ ଅଧିକରୁ ଅଧିକ ସେୟାର କରନ୍ତୁ। ଆମେ ତ ୟୁଟ୍ୟୁବ୍ ବିଷୟରେ କିଛି ଜାଣିନଥିଲୁ। ପ୍ରଥମ ଷ୍ଟାର୍ଟିଂରେ ଏବେ କରୁଛୁ। ଦେଖିବା କ'ଣ ହେଉଛି ଆଉ।